ବର୍ତ୍ତମାନ ଭତ୍ତା ହିତାଧିକାରୀମାନଙ୍କ ପାଇଁ ବଡ଼ ଖବର ରହିଛି। ଯେଉଁ ହିତାଧିକାରୀମାନେ ଜୁନ୍ ମାସରେ ଭତ୍ତା ଟଙ୍କା ପାଇନାହାନ୍ତି, ତ ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଆପଣ ସମସ୍ତେ ଜାଣିଛନ୍ତି ଜୁନ୍ ମାସରେ ଭତ୍ତା ଆପଣମାନଙ୍କୁ 2 ମାସରେ ମିଳିଲା। ଗୋଟିଏ ଆପଣମାନଙ୍କର ଏପ୍ରିଲ ମାସରେ, ଆଉ ଗୋଟିଏ ମାସ ଆପଣମାନଙ୍କର ମେ ମାସରେ। ଏପ୍ରିଲ ମେ 2 ମାସରେ ଭତ୍ତା ଟଙ୍କା ଆପଣମାନଙ୍କୁ ଜୁନ୍ ମାସରେ ମିଳିଥିଲା, କିନ୍ତୁ ଜୁନ୍ ମାସର ଭତ୍ତା ଟଙ୍କା ଆପଣମାନଙ୍କୁ ମିଳିନାହିଁ। ତ ସେଇ ଜୁନ୍ ମାସର ଭତ୍ତା ଟଙ୍କା ଆପଣମାନଙ୍କୁ କେବେ ମିଳିବ? ଏହା ପାଇଁ ସରକାରଙ୍କ ତରଫରୁ କ'ଣ ରହିଛି ଭତ୍ତା ହିତାଧିକାରୀମାନଙ୍କ ପାଇଁ ସୂଚନା? ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ? ତ କ'ଣ ରହିଛି ସରକାରଙ୍କ ତରଫରୁ ଭତ୍ତା ପାଇଁ କଠୋର ନିୟମ? ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଗୋଟେ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଥରେ ଆପଣଙ୍କର ମୋବାଇଲ ସ୍କ୍ରିନ୍ ଉପରେ ଆପଣ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁବି। ଯେଉଁ ଖବର ରହିଛି ଆପଣ ଥରେ ନଜର ପକାନ୍ତୁ। ଭତ୍ତା ପାଇଁ କଠୋର ହେଲା ନିୟମ, ଆଧାର ବ୍ୟାଙ୍କ ଲିଙ୍କ ଜରୁରୀ, ଦ୍ୱନ୍ଦ୍ୱରେ ହିତାଧିକାରୀ। ହଁ ଆଜ୍ଞା, ଭତ୍ତା ହିତାଧିକାରୀମାନଙ୍କ ପାଇଁ କଠୋର ହେଇଛି ନିୟମ। ତ ନିୟମ କ'ଣ ରହିଛି? ଆଧାର ବ୍ୟାଙ୍କ ଲିଙ୍କ ଜରୁରୀ, ଦ୍ୱନ୍ଦ୍ୱରେ ବହୁତ ହିତାଧିକାରୀ ରହିଛନ୍ତି। ଏହାକୁ ନେଇ କ'ଣ ରହିଛି ଖବର, ଆସନ୍ତୁ ବିସ୍ତାର ରୂପେ ଜାଣିବା। ଦେଖନ୍ତୁ, ରାଜ୍ୟରେ 3 ଲକ୍ଷରୁ ଅଧିକ ଭତ୍ତା ହିତାଧିକାରୀ କରିନାହାନ୍ତି ଆଧାର ବ୍ୟାଙ୍କ ଲିଙ୍କ। ଏଥିପାଇଁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଚାଲୁଥିବା ଆକାଉଣ୍ଟ ଭିତ୍ତିକ ପେମେଣ୍ଟ ଆଗକୁ ବନ୍ଦ ହୋଇଯିବ। ଯେଉଁ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇନାହାନ୍ତି, ଆଉ ଯେଉଁମାନେ 2 ମାସର ଭତ୍ତା ଟଙ୍କା ପାଇଛନ୍ତି, ଯେଉଁମାନେ ଜୁନ୍ ମାସର ଭତ୍ତା ଟଙ୍କା ଅପେକ୍ଷାରେ ରହିଛନ୍ତି, ତ ସେମାନଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଯେଉଁ କଠୋର ନିୟମ ହେଇଛି, ସେ ନିୟମ ଅନୁସାରେ ଆପଣମାନଙ୍କୁ କାର୍ଯ୍ୟ କରିବାର ଅଛି। ତ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସରକାରଙ୍କ ତରଫରୁ। ତ ଏମିତି ବହୁତ ହିତାଧିକାରୀ ରହିଛନ୍ତି, 3 ଲକ୍ଷ ହିତାଧିକାରୀ ରହିଛନ୍ତି, ସେମାନଙ୍କର ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ପହଞ୍ଚି ପାରିବନି। ତ ସେମାନେ ଏହି କାର୍ଯ୍ୟକୁ ତୁରନ୍ତ କରିବାର ଅଛି। ଆପଣମାନଙ୍କର ଆଧାର କାର୍ଡ଼କୁ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ନିତ୍ୟାନ୍ତ ଜରୁରୀ ରହିଛି। ଯେଉଁ ପୁରୁଣା ବ୍ୟବସ୍ଥା ଅନୁସାରେ ଆପଣମାନଙ୍କୁ ଭତ୍ତା ଟଙ୍କା ମିଳୁଥିଲା, ସେହି ବ୍ୟବସ୍ଥାରେ ଆପଣମାନଙ୍କୁ ଆଉ ଭତ୍ତା ଟଙ୍କା ମିଳିପାରିବନି। ଯେଉଁ ପେମେଣ୍ଟ ଭିତ୍ତିକ ବ୍ୟବସ୍ଥା ରହିଥିଲା, ସେହି ପେମେଣ୍ଟ ଭିତ୍ତିକ ବ୍ୟବସ୍ଥା ବନ୍ଦ ହୋଇଯିବ। ଆପଣ ସମସ୍ତେ ଜାଣିଥିବେ, ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା, ଯେଉଁ ଭତ୍ତା ହିତାଧିକାରୀମାନେ ରହିଛନ୍ତି, ଭତ୍ତା ଟଙ୍କା ପାଇନାହାନ୍ତି, 3 ମାସର ଭତ୍ତା ଟଙ୍କା ଏକକାଳୀନ ସେମାନଙ୍କୁ ମିଳିବ ବୋଲି। କିନ୍ତୁ ସରକାର ଏହି 3 ମାସର ଭତ୍ତା ଟଙ୍କା ନ ଦେଇ 2 ମାସର ଭତ୍ତା ଟଙ୍କା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ପଠାଇଥିଲେ। ଆପଣମାନେ ଏହି 2 ମାସର ଭତ୍ତା ଟଙ୍କା ଜୁନ୍ ମାସରେ ପାଇଥିଲେ। ଏପ୍ରିଲ ମେ ଏହି 2 ମାସର ଭତ୍ତା ଟଙ୍କା ପାଇଥିଲେ। ଏଥିପାଇଁ ହିତାଧିକାରୀମାନେ ବହୁତ ହଇରାଣ ହରକତ ହେଇଥିଲେ। ତ ଏହି ଭତ୍ତା ଟଙ୍କା ଉପରେ ନିର୍ଭର କରିଥାନ୍ତି ବିଧବା, ଅସହାୟ, ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧାମାନେ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। କାରଣ ଏଥିରେ ସେମାନଙ୍କର ଔଷଧ ଖର୍ଚ୍ଚ ପାଖରୁ ଆରମ୍ଭ କରି ଦୈନନ୍ଦିନ ଖର୍ଚ୍ଚରେ ମଧ୍ୟ ଏହି ଭତ୍ତା ଟଙ୍କାଟି ଆସିଥାଏ। କିନ୍ତୁ ସରକାରଙ୍କର କହିବା ଅନୁସାରେ ଭତ୍ତା ଟଙ୍କା 2 ମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା, କିନ୍ତୁ ଜୁନ୍ ମାସରେ ଭତ୍ତା ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ସରକାର ପଠାଇଲେ ନାହିଁ। ତ ବର୍ତ୍ତମାନ ଜୁନ୍ ମାସର ଭତ୍ତା ଟଙ୍କା କେବେ ମିଳିବ? ହିତାଧିକାରୀଙ୍କ ମନରେ ପ୍ରଶ୍ନ ରହିଛି ଯେ ଆପଣମାନଙ୍କୁ ଜୁନ୍ ମାସର ଭତ୍ତା ଟଙ୍କା ମିଳିବା ପାଇଁ ସରକାରଙ୍କ ତରଫରୁ କ'ଣ ନିୟମ ରହିଛି, ଆପଣମାନଙ୍କୁ କ'ଣ ସବୁ କରିବା ପାଇଁ ପଡ଼ିବ? ଦେଖନ୍ତୁ, ଯେଉଁମାନେ 1000 ଟଙ୍କା ମାସକୁ ପାଉଛନ୍ତି, ସେମାନଙ୍କୁ 2000 ଟଙ୍କା ସେମାନଙ୍କର ବ୍ୟାଙ୍କ ଖାତାକୁ ଆସିଛି। 2 ମାସର ଭତ୍ତା ଟଙ୍କା 2000 ଟଙ୍କା ଆସିଛି। ଯେଉଁମାନେ 3700 ଟଙ୍କା ଭତ୍ତା ପାଉଥିଲେ, 2 ମାସର ସେମାନଙ୍କୁ 7000 ଟଙ୍କା ସେମାନଙ୍କୁ ମିଳିଛି। ତ ବର୍ତ୍ତମାନ ସରକାରଙ୍କ ତରଫରୁ ବଡ଼ ଘୋଷଣା କରାଯାଇଛି, ନିୟମ କରାଯାଇଛି। ଆପଣ ସେ ନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ ପଡ଼ିବ। ହିତାଧିକାରୀମାନଙ୍କୁ ଏମିତି ପ୍ରାୟ 3 ଲକ୍ଷ ହିତାଧିକାରୀ ରହିଛନ୍ତି। ତ ଏହି 3 ଲକ୍ଷ ମଧ୍ୟରୁ ଆପଣଙ୍କର ନାମ ସେ ଲିଷ୍ଟରେ ଅଛି କି ନାହିଁ, ଆପଣ ମଧ୍ୟ ଚେକ୍ କରିପାରିବେ ୱେବସାଇଟ୍କୁ ଯାଇ। ଭିଡ଼ିଓରେ ମୁଁ ଆପଣମାନଙ୍କୁ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ପ୍ରୋଭାଇଡ଼୍ କରିଦେବି। ଆପଣ ସେ ଲିଙ୍କ୍ ଉପରେ କ୍ଲିକ୍ କରି ସିଧାସଳଖ ୱେବସାଇଟ୍କୁ ଯାଇ ଆପଣମାନଙ୍କର
लिस्ट रे नाम अछि कि नहीं आपण देखिबाकू पाइबे। सरकारଙ୍କ तरफରୁ जो नोटिस रही मो आपण मानकर मोबाइल स्क्रीन रे शो कर देछि थरे नजर पकेया पई मो आपण मानकू कहबी। तो देखंतु गवर्नमेंट ऑफ ओडिशा तरफରୁ आसी डिपार्टमेंट सोशल सिक्योरिटी एंड एम्पावरमेंट ऑफ पर्सन्स विथ डिजेबिलिटीज तरफରୁ नोटिस टी आसी नोटिस नंबर मध्य मेंशन रही 6533। तो ए नोटिस टी आपण माने भल भाव रे देखंतु डेट मध्य एठार मेंशन रही। तो एठी कलेक्टर एंड डीएम्स को पाखकू ए नोटिस टी आसी जे प्रत्येक हिताधिकारी मानक पई कौन करिवार अछि निर्देश सेमानकू रही सेमाने सही अनुसार कार्य करिवे हिताधिकारी मानकू प्रेरित करिवे जे से कार्य गुडी को करिवा पई नचेत सेमानकर भत्ता टंका अटकी जीवो तो तुरंत से कार्य गुडी को करिवा पई पड़िवो। तो एमिति बहुत हिताधिकारी रहिसंती सेमानकर एही कार्य जुगु भत्ता टंका सेमानकर मध्य अटकी जाइछि आ जो माने मध्य भत्ता टंका आगामी दिन रे बिना असुविधा रे पाया पई चाहुचंती सरकारଙ୍କର निर्देश अनुसार एही कार्य गुडी को करिवार अछि। नोटिस रे सब्जेक्ट रहिछि आधार अपडेशन ऑफ बेनिफिशियरीज रिसीविंग पेंशन इन अकाउंट बेस्ड पेमेंट मोड अंडर एनएसएपी रजिस्ट्रेशन। देखंतु जो कारण पई आपण मानकर भत्ता टंका देवारे विलंब होइथिला बहुत दिन धरी अपेक्षा करथिले भत्ता हिताधिकारी माने भत्ता टंका पाइ नथिले सेमानकू 3 मासर भत्ता टंका बदले 2 मास भत्ता टंका मिलिथिला। ए विलंब होबार कारण आपण मानकर एही प्रक्रियाटी रहिथिला जोटा कि सरकारଙ୍କ तरफରୁ डीबीडी माध्यम रे हिताधिकारी मानकू टंका मिलिबो। आधार मोड रे जो पेमेंट टी दिया जिवो तो सेही प्रक्रिया रे अपडेशन करा जाइथिला। तो नूतन प्लेटफॉर्म मध्य सेति पई अणा जाइथिला जहार नाम रहिथिला एसएनएस पाच रहितला। एही प्लेटफॉर्म अधीन रे हिताधिकारी मानकू भत्ता टंका मिलिबो। देखंतु ओडिशा सरकारଙ୍କ सामाजिक सुरक्षा भिन्नक्षम सशक्तिकरण विभाग पक्षरु भत्ता प्रदान नियम को कड़ाकड़ी करा जाइछि। आगामी दिन रे सहजरे भत्ता पाइबा पई आधार बैंक अकाउंट लिंक बाध्यतामूलक करा जाइछि किंतु एहाकु नै हिताधिकारीଙ୍କ भितरे देखा जाइछि द्वंद्व। एथिपाई सरकार समस्त जिलापालଙ୍କୁ तुरंत पदक्षेप नेबाकू निर्देश देइछन्ति। वर्तमान चालुथिबा अकाउंट भित्तिक पेमेंट आगको बंद होइजिवो जदि आधार सह बैंक अकाउंट लिंक न हुए तेबे आगामी दिन रे पेंशन मिलिबार बड़ बाधा सृष्टि हो। राज्यर विभिन्न स्थान रे अनेक वृद्ध असहाय और शय्याशायी बैंक को जाई पारु नाहांती तेणु सेमानकू किपरि सहजरे भत्ता मिलि पारिबो से नहीं प्रशासन को निर्देश देइछन्ति सरकार। निर्देश अनुसार जिला प्रशासन एवं जिला समाज सुरक्षा अधिकारी माने एनएसएपी पीपीएस पोर्टाल साहाय्य लिंक होई नथिबा हिताधिकारी चिन्हट करी ब्लॉक स्तर रे प्राथमिकता भित्तिरे आधार सीडिंग एवं केवाईसी प्रक्रिया शेष करा। बैंक जाई पारु नथिबा असुस्थ हिताधिकारी पई स्थानीय प्रशासन और जिला आधार संयोजक माने सीधा सड़क सहयोग करिवे।